ଚକ୍ରବ୍ୟୂହରେ କାହିଁକି ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା କଲେ ନାହିଁ ଶ୍ରୀକୃଷ୍ଣ? କାହିଁକି ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା କରିନଥିଲେ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ସମସ୍ତେ ମହାଭାରତର କାହାଣୀ ସହିତ ପରିଚିତ ହେବେ, କିନ୍ତୁ ସେତେବେଳେ ହିଁ ଏହା ସହିତ ଜଡ଼ିତ ଅନେକ ଜିନିଷ ଅଛି ଯାହା ଆପଣ ଜାଣନ୍ତି ନାହିଁ, କିମ୍ବା ଆପଣ ସେହି ରହସ୍ୟଗୁଡ଼ିକୁ କେବେ ବି ବୁଝିପାରିବେ ନାହିଁ। ଏବଂ ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ସମାନ ରହସ୍ୟ ଦେବୁ ବିଷୟରେ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଏତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ ପ୍ରଭୁ ନିଜ ଭଉଣୀ ସୁଭଦ୍ରା ଏବଂ ମହାରଥୀ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁକୁ ସୁରକ୍ଷା ଦେଇନଥିଲେ ଏବଂ ତାଙ୍କୁ କାହିଁକି ଯୁଦ୍ଧରେ ମରିବାକୁ ଅନୁମତି ଦିଆଗଲା। ଏହା ପଛରେ ଏକ ଲମ୍ବା କାହାଣୀ ଅଛି, ଯାହାକୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏବେ ଜାଣିଲେ ତ ଆମେ ଆପଣଙ୍କୁ କ'ଣ କହିବାକୁ ଯାଉଛୁ? କାହିଁକି ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା କରିନଥିଲେ? ବାସ୍ତବରେ ଏହା ସୃଷ୍ଟିର ନିୟମ ଅଟେ ଯେ ଯେତେବେଳେ ବି ପୃଥିବୀରେ କିମ୍ବା ତିନୋଟି ଜଗତରେ ସଙ୍କଟ ପରିସ୍ଥିତି ସୃଷ୍ଟି ହୁଏ କିମ୍ବା ଅଧର୍ମ ବଢ଼େ, ସେହି ସମୟ ମଧ୍ୟରେ ଈଶ୍ୱର ଅବତାର ଗ୍ରହଣ କରି ଅଧର୍ମକୁ ନଷ୍ଟ କରି ଧର୍ମକୁ ରକ୍ଷା କରନ୍ତି। ଦ୍ୱାପର ଯୁଗରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେତେବେଳେ ପୃଥିବୀରେ ପାପ ବହୁମାତ୍ରାରେ ବୃଦ୍ଧି ପାଇଥିଲା ଏବଂ ସେହି ସମୟରେ କୃଷ୍ଣ ଅବତାରରେ ଭଗବାନ ବିଷ୍ଣୁ ଜନ୍ମ ହୋଇଥିଲେ। କୁହାଯାଏ ଯେ ଭଗବାନ କୃଷ୍ଣ, ଯିଏ ନିଜେ ବିଷ୍ଣୁଙ୍କର ଅବତାର ଥିଲେ, ବ୍ରହ୍ମା ଅନ୍ୟ ସମସ୍ତ ଦେବତା ଏବଂ ଦେବୀଙ୍କୁ କହିଥିଲେ, ତୁମେ ନିଜେ କିମ୍ବା ନିଜ ପୁତ୍ରଙ୍କୁ ଧରାପୃଷ୍ଠରେ ମନୁଷ୍ୟ ଜନ୍ମ ଦିଅନ୍ତୁ ଧର୍ମର ସୁରକ୍ଷା ପାଇଁ। ମହାଭାରତ ଯୁଦ୍ଧରେ ସେମାନେ ଅଂଶଗ୍ରହଣ କରିବେ। ଏପରି ପରିସ୍ଥିତିରେ ଯେତେବେଳେ ଚନ୍ଦ୍ର ଶୁଣିଲେ ଯେ ତାଙ୍କ ପୁଅ ଭର୍ଚ୍ଚା ମଧ୍ୟ ପୃଥିବୀରେ ଜନ୍ମ ହେବାର ଅଧିକାର ପାଇଛନ୍ତି, ସେତେବେଳେ ସେ ବ୍ରହ୍ମାଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ। କୁହାଯାଏ ଯେ ଚନ୍ଦ୍ର କେବେ ବି ଚାହୁଁନଥିଲେ ଯେ ତାଙ୍କ ପୁଅ ମହାଭାରତ ଯୁଦ୍ଧ ପାଇଁ ପୃଥିବୀକୁ ଯାଆନ୍ତୁ, କିନ୍ତୁ ସେ ତାଙ୍କ ପୁଅକୁ ମହାଭାରତ ଯୁଦ୍ଧ ପାଇଁ ପଠାଇବାକୁ ବାଧ୍ୟ ହୋଇଥିଲେ। ତଥାପି ଏହା ପୂର୍ବରୁ ଚନ୍ଦ୍ର ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ପୁଅ ଭର୍ଚ୍ଚା ପୃଥିବୀରେ ଅବତାର ହେବ ନାହିଁ। ବାସ୍ତବରେ ଏହା କରିବା ପାଇଁ ସମସ୍ତ ଦେବତା ଚନ୍ଦ୍ର ଉପରେ ଚାପ ପକାଇ କହିଥିଲେ ଯେ ଧର୍ମକୁ ସୁରକ୍ଷା ଦେବା ସମସ୍ତ ଦେବତାଙ୍କର କର୍ତ୍ତବ୍ୟ। ତେଣୁ ସେମାନେ କିମ୍ବା ସେମାନଙ୍କ ପୁଅ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇପାରିବେ ନାହିଁ। ଏହାପରେ ଚନ୍ଦ୍ରଙ୍କ ପୁଅ ଭର୍ଚ୍ଚା ଅଭିମନ୍ୟୁ ଭାବରେ ଜନ୍ମଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଭର୍ଚ୍ଚାଙ୍କୁ ପଠାଇବା ସମୟରେ ଚନ୍ଦ୍ର ଦେବତାମାନଙ୍କ ନିକଟରେ ସର୍ତ୍ତ ରଖିଥିଲେ ଯେ ମୁଁ ମୋର ପ୍ରିୟ ପୁତ୍ର ପଠାଇବାକୁ ଚାହେଁ ନାହିଁ। କାର୍ଯ୍ୟରୁ ପଛକୁ ଫେରିବା ଉପଯୁକ୍ତ ମନେ ହୁଏ ନାହିଁ। ତେଣୁ ମୋ ପୁଅ ପୃଥିବୀକୁ ଯାଏ, ତେବେ ସେ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ମୋ ପୁଅ ଅର୍ଜୁନଙ୍କ ପୁତ୍ର ହେବ। ନରନାରାୟଣଙ୍କ ଅନୁପସ୍ଥିତିରେ ମୋ ପୁଅ ଚକ୍ରବ୍ୟୂହରେ ପ୍ରବେଶ କରିବ ଏବଂ ଏକ ଭୟଙ୍କର ଯୁଦ୍ଧରେ ସେ ମହାନ ସମ୍ରାଟମାନଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ତାପରେ ଗୋଟିଏ ଦିନର
ଯୁଦ୍ଧ ପରେ ସନ୍ଧ୍ୟାରେ ମୋତେ ଭେଟିବାକୁ ଫେରିଆସିବ। ଏହାର କାରଣ ଥିଲା ଯେ ମହାଭାରତ ଯୁଦ୍ଧରେ ଅଭିମନ୍ୟୁ ଦ୍ରୋଣାଚାର୍ଯ୍ୟଙ୍କ ଚକ୍ରବ୍ୟୂହରେ ପ୍ରବେଶ କରିବା ବେଳେ ଦିନସାରା ଯୁଦ୍ଧ ପରେ କୌରବଙ୍କ ହାତରେ ଚକ୍ରବ୍ୟୂହ ମଧ୍ୟରେ ବୀରଗତିକୁ ପ୍ରାପ୍ତ ହୋଇଯାଇଥିଲେ। ଯେହେତୁ ଚନ୍ଦ୍ର ଏହି ସର୍ତ୍ତ ରଖିଥିଲେ, ଭଗବାନ କୃଷ୍ଣ ନିଜେ ମଧ୍ୟ ଅଭିମନ୍ୟୁଙ୍କ ଭାଗ୍ୟରେ ହସ୍ତକ୍ଷେପ କରିନଥିଲେ ଏବଂ ତାଙ୍କୁ ରକ୍ଷା କରିନଥିଲେ। ଏବେ ଜାଣିଲେ ତ କାହିଁକି ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ନିଜ ଭଣଜା ଅଭିମନ୍ୟୁକୁ ରକ୍ଷା କରିନଥିଲେ? ଏ ଉତ୍ତରଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ସମସ୍ତଙ୍କୁ ଶୁଣି ବହୁତ ଆନନ୍ଦ ଆସୁଥିବ। ଆରେ ସତରେ ତ ଭଗବାନ ଶ୍ରୀକୃଷ୍ଣ ତ ଏତେ ଶକ୍ତିଶାଳୀ ଥିଲେ, କିନ୍ତୁ ମହାଭାରତ ଯୁଦ୍ଧରେ ନିଜ ଭଣଜା ଅଭିମନ୍ୟୁକୁ କାହିଁକି ରକ୍ଷା କରିନଥିଲେ? ଭଗବାନ କୃଷ୍ଣ ଯିଏ ନିଜେ ବିଷ୍ଣୁଙ୍କ ଅବତାର ଥିଲେ, ବ୍ରହ୍ମା ଅନ୍ୟ ସମସ୍ତ ଦେବତା ଓ ଦେବଙ୍କୁ କହିଥିଲେ ନିଜେ କିମ୍ବା ନିଜ ପୁତ୍ରଙ୍କୁ ଧରାପୃଷ୍ଠରେ ମନୁଷ୍ୟ ଜନ୍ମ ଦିଅନ୍ତୁ। ଧର୍ମର ସୁରକ୍ଷା ପାଇଁ ମହାଭାରତ ଯୁଦ୍ଧରେ ସେମାନେ ଅଂଶଗ୍ରହଣ କରିବେ। ଭଗବାନ କୃଷ୍ଣ କହିଥିଲେ ଏପରି ପରିସ୍ଥିତିରେ ଯେତେବେଳେ ଚନ୍ଦ୍ର ଶୁଣିଲେ ଯେ ତାଙ୍କ ପୁଅ ବର୍ଚା ମଧ୍ୟ ପୃଥିବୀରେ ଜନ୍ମ ହେବାର ଅଧିକାର ପାଇଛନ୍ତି, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ'ଣ କରିବେ? ସେତେବେଳେ ସେ ବ୍ରହ୍ମାଙ୍କ ଆଦେଶ ପାଳନ କରିବାକୁ ମନା କରିଦେଇଥିଲେ। କିନ୍ତୁ ଚନ୍ଦ୍ର କେବେ ବି ଚାହୁଁନଥିଲେ ଯେ ତାଙ୍କ ପୁଅ ମହାଭାରତ ଯୁଦ୍ଧ ପାଇଁ ପୃଥିବୀକୁ ଯାଆନ୍ତୁ। କିନ୍ତୁ ସେ ବା କ'ଣ କରିବେ? ସେ ତାଙ୍କ ପୁଅକୁ ମହାଭାରତ ଯୁଦ୍ଧ ପାଇଁ ପଠାଇବାକୁ ବାଧ୍ୟ ହୋଇଥିଲେ। ଏହା ପୂର୍ବରୁ ଚନ୍ଦ୍ର ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ପୁଅ ବର୍ଚା ପୃଥିବୀରେ ଅବତାର ହେବ ନାହିଁ। ବାସ୍ତବରେ ଏହା କରିବା ପାଇଁ ସମସ୍ତ ଦେବତା ଚନ୍ଦ୍ର ଉପରେ ଚାପ ପକାଇଥିଲେ। ସେ ଧର୍ମକୁ ସୁରକ୍ଷା ଦେବା ସମସ୍ତ ଦେବତାଙ୍କର କର୍ତ୍ତବ୍ୟ। ତେଣୁ ସେମାନେ କିମ୍ବା ସେମାନଙ୍କ ପୁଅ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇପାରିବେ ନାହିଁ। ଆଜ୍ଞା, ଏହା ଥିଲା ମୂଳ କାରଣ।